ନମସ୍କାର। ଆମେ ଗଲା କାଲି ସକାଳୁ ବାରିପଦା ଡିଭିଜନର ସେଇ କୁଲିଆଣା ଅଞ୍ଚଳରୁ ଆରବିଟି ସ୍କିନ୍ଟାକୁ ପାଇଲୁ, ସିଜ୍ କଲୁ। ତାପରେ ସେଠି ଆମେ 2 ଜଣଙ୍କୁ ଧରିଛୁ, ତାକୁ ଉଠେଇ ଆଣିଲୁ। ତାପରେ ଏଠି ଇଣ୍ଟରଗେସନ କଲା ପରେ ଆଉ କିଛି ଛାନଭିନ ଭିତରେ ଆଉ 4 ଜଣ ମିଳିଲେ। ତାପରେ ପୁଣି ତାଙ୍କୁ ପଚରାପଚରି କରିବାରୁ ପୁଣି 3 ଜଣ ମିଳିଲେ। ବର୍ତ୍ତମାନ ଟୋଟାଲ 9 ଜଣ ଆମେ ଧରିଛୁ। ବର୍ତ୍ତମାନ ଇନଭେଷ୍ଟିଗେସନ ଅଣ୍ଡର ଅଛି, ଅଣ୍ଡର ଇନଭେଷ୍ଟିଗେସନ ପୁଣି ଚାଲିଛି। ଆହୁରି କିଛି ମିଳିବ, ତାକୁ କାହାକୁ ଆମେ ଛାଡ଼ିବୁନି। ଯିଏ ଆରବିଟି କୁ ମାରିଛି ତାକୁ ଆମେ ନିଶ୍ଚୟ ଧରିବୁ, ତାକୁ ନିଶ୍ଚୟ ଦଣ୍ଡ ବିଧାନ ଦିଆଯିବ। ଟାଇଗରଟା ପାଖ 3 ବର୍ଷ ଭିତରେ ହବ ଅନୁମାନ। ସ୍କିନ୍ ସହିତ ଅଛି ତା ସାଙ୍ଗରେ ମିଶିକି ଆଟାଚ ଅଛି 4ଟା ନିଶ ଯୋଉଟା ନାଇଁ ସେଇଟା ତେବେ ଆପଣଙ୍କୁ ପ୍ଲିଜ୍ ଡିସକ୍ଲୋଜ କରିବୁନି। ବର୍ତ୍ତମାନ ଅଣ୍ଡର ଇନଭେଷ୍ଟିଗେସନ ଅଛି। ଆପଣଙ୍କୁ ଖାଲି ଡାକିଲି କହିବା ପାଇଁ ଯେ 9 ଜଣ ଆମେ ଧରିଛୁ। ପ୍ରଥମେ ଶିକାର ନଥିଲେ, ଶିକାର ବର୍ତ୍ତମାନ ଆସୁଛନ୍ତି ଗୋଟେ ଗୋଟେ। ପ୍ରଥମ 2 ଜଣ ଧରିଥିଲୁ ସେଠି ତାଙ୍କର ଗୋଟେ ବିଜନେସ କରିବା ପର୍ପୋଜରେ ରଖିଥିଲେ। ଆମେ ଗୋଟେ ସୋର୍ସ ପାଇକି ଆମେ ଯାଇଥିଲୁ। ନାଇଁ ଆମେ ହଁ ଚାଲିଛି, ଆହୁରି ଚାଲିଛି। ବର୍ତ୍ତମାନ ଆପଣ ଦେଖିଲେ, ଆପଣ ସକାଳ କାଲି ଆପଣ ସକାଳ 2ଟାରୁ ପୁଣି କେମିତି ହେଲା, ଆଉ 4ଟା 6ଟା ହେଲା, ତାପରେ ଆଉ 3ଟା ବେଳା 9ଟା ହେଲା, କାଲି ରାତି 2ଟା ପର୍ଯ୍ୟନ୍ତ ଚାଲିଛି। ସେ 9ଟା ହେଇଛି, ପୁଣି ଆଜି ଚାଲିବ ହବ। ନାଇଁ ଆସି ଅଣ୍ଡର ଇନଭେଷ୍ଟିଗେସନ ଚାଲିଛି। ସେମାନେ ସବୁ ଅଛନ୍ତି ମିଶା ମିଶିକିରି ବାରିପଦା ସେପଟେ ସବୁ ମିଶିକି ଅଛନ୍ତି ଇଆଡେ ସିଆଡେ ହେଇକିରି। ସମସ୍ତଙ୍କର ଚାଲିଛି। ଶିକାରଟା କୋଉଠି ହେଇଛି, ନାଇଁ ଶିକାରଟା କୋଉଠି ହେଇଛି ଏଇଟା ଏପର୍ଯ୍ୟନ୍ତ କେହି କହିନାହାନ୍ତି। ଆମେ ଖାଲି ଇନଭେଷ୍ଟିଗେସନ ଚାଲିଛି। କିଣିବା ବାଲା କେହି ନାହାନ୍ତି ଭିତରେ। ସବୁ ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ଯେତିକି ଜଣଙ୍କୁ ପଚାରିଛୁ ପ୍ରାୟ ମୟୂରଭଞ୍ଜ ଜିଲ୍ଲାର ବନ କର୍ମଚାରୀ। ତ ଆମେ ସବୁ ଲାଗିକି ତାକୁ ଛାନଭିନ କରୁଛନ୍ତି ନା, କୋଉଠି କିଏ ଅଛି କିଏ ତାକୁ ଧରୁଛନ୍ତି। ବନ କର୍ମଚାରୀ ସମ୍ପୃକ୍ତ ରହିଥାନ୍ତେ, ଆମେ ଏତେ ଜଣ କାହିଁ ସବୁ